ଆପଣ କିନ୍ତୁ ମମତା ମହନ୍ତଙ୍କର ପୂର୍ବତନ ବିଜୁ ଜନତା ଦଳର ରାଜ୍ୟସଭା ସଦସ୍ୟ ଥିଲେ, ଏବେ ଭାରତୀୟ ଜନତା ପାର୍ଟିର ରହିଛନ୍ତି। ଗତକାଲି ମଧ୍ୟ ଯେଉଁ ରାଜ୍ୟସଭା ସାଂସଦ ତାଙ୍କ ବିବୃତ୍ତି ରଖିଛନ୍ତି, ସେଇଥିରୁ ଓଡ଼ିଶାବାସୀ ମଧ୍ୟ ମନକୁ ସ୍ପଷ୍ଟ କରିଦେଇଥିବେ। ଯେଉଁମାନେ ରାଜନୈତିକ ବ୍ୟକ୍ତିତ୍ୱ ରାଜନୀତି ବା ପ୍ରତିନିଧିତ୍ୱ କରୁଛନ୍ତି ବିଭିନ୍ନ ଦଳ ତରଫରୁ, ରାଜ୍ୟସଭାରେ ହେଉ, ଲୋକସଭାରେ ହେଉ, ବିଧାନସଭାରେ ହେଉ, କର୍ପୋରେଟର ମେୟର ଯିଏ ବି ହୁଅନ୍ତୁ ନା କାହିଁକି, କିଛି ଲୋକଙ୍କର ଭୋଟ ଦ୍ୱାରା ସେମାନେ ନିର୍ବାଚିତ ହୋଇଛନ୍ତି। ଲୋକଙ୍କ ପ୍ରତି ତାଙ୍କର ଅଙ୍ଗୀକାରବଦ୍ଧତା ଅଛି। ତେଣୁ ତାଙ୍କୁ କୌଣସି ମତେ ପିଞ୍ଜରାରେ ରଖାଯାଇପାରିବ ନାହିଁ, ଏକଥା କାଲି ଆପଣ ତାଙ୍କର ମତରୁ ସ୍ପଷ୍ଟ ହୋଇଯାଇଥିବ। ତେଣୁ ଯେଉଁ କଥା ରାଜ୍ୟସଭା ସାଂସଦ ସୁଜିତ କୁମାର କହିଛନ୍ତି, ହାତ ଗୋଡ଼ ରାଜନୀତି ଦଳର ପ୍ରତିନିଧିମାନଙ୍କୁ ହାତ ଗୋଡ଼ କେହି ବାନ୍ଧି ପାରିବେ ନାହିଁ। ସେମାନେ ସବୁବେଳେ ଉନ୍ମୁକ୍ତ, ତାଙ୍କର କଥା କହିବାର ସ୍ୱାଧୀନତା ଅଛି, ବାକ୍ ସ୍ୱାଧୀନତା ଅଛି ଏବଂ କାମ କରିବାର ମଧ୍ୟ ସ୍ୱାଧୀନତା ଅଛି। ତେଣୁ କେଉଁଠି କେଉଁଠି ଯାହାଙ୍କୁ ସେମାନେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି ପିଞ୍ଜରା ଦ୍ୱାରା, ପିଞ୍ଜରାରେ ରଖିକି ଶୁଆ ସାରି ଭଳିଆ ଭାବୁଛନ୍ତି, ସେଭଳି ହୋଇପାରିବ ନାହିଁ। ତେଣୁ ଗତକାଲି ଛାଡ଼ିଥିବା ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ କାଲି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି, ତାଙ୍କୁ ଆମେ ସ୍ୱାଗତ କରୁଛୁ। ଭାରତୀୟ ଜନତା ପାର୍ଟି ବିଶ୍ୱର ସର୍ବବୃହତ୍ ଦଳ। ଏଠି ଦ୍ୱାର ଉନ୍ମୁକ୍ତ ଅଛି। ଯିଏ ଦେଶକୁ ଭଲ ପାଉଥିବ, ଯେ ରାଜ୍ୟକୁ ଭଲ ପାଉଥିବ, ଯେ ଲୋକଙ୍କୁ ଭଲ ପାଉଥିବ, ତା ପାଇଁ ଭାରତୀୟ ଜନତା ପାର୍ଟିରେ ଆସନ ସରବ। ଆଜ୍ଞା, ଲୋକସଭାରେ ଶୂନ ହେଇଯାଇଛି, ବର୍ତ୍ତମାନ ରାଜ୍ୟସଭାରେ ସେଇ ସ୍ଥିତି ଶୂନ ହେଇଯିବ। କାରଣ ତାଙ୍କ ଦଳ ଯେଉଁ ସ୍ଥିତି, ନେତାଙ୍କୁ ଅଧିକାର ମିଳୁନି, ସବୁ ନେତା ଅସନ୍ତୁଷ୍ଟ ଅଛନ୍ତି, ତାଙ୍କ ପାଖରେ ସୁଯୋଗ ଅଛି। ସେ କଥା ସେମାନେ ଆନ୍ସର ଦେଇପାରିବେ, ସେ କଥା ମୁଁ କହିପାରିବି ନାହିଁ। ମୁଁ କିନ୍ତୁ ଏତିକି କହିଲି, ଆମ ଦଳ ଯେଉଁମାନେ ଦେଶକୁ ଭଲ ପାଉଥିବେ, ଯେଉଁମାନେ ରାଜ୍ୟକୁ ଭଲ ପାଉଥିବେ, ସମାଜକୁ ଭଲ ପାଉଥିବେ, ଆମ ଦଳ ସେଇଭଳି ବ୍ୟକ୍ତିତ୍ୱଙ୍କୁ, ସେଇଭଳି ନେତୃତ୍ୱଙ୍କୁ ସ୍ୱାଗତ କରିବା ପାଇଁ ଚାହିଁବ। ଦର୍ଶଉଛି କି ଯେ ରାଜ୍ୟସଭାରେ ବି ଶୂନ ହେଇଯିବ, ବିଜେଡି ଗୋଟେ ସୁଯୋଗ ଅଛି? ନାଇଁ, ସେ କଥା ତ ମୁଁ କହିପାରିବି ନାହିଁ। ସେ କଥା ଦଳର ନେତୃତ୍ୱ, କାରଣ ଯେଉଁମାନେ ବିଜୁ ଜନତା ଦଳ ଛାଡ଼ିକି ଆସୁଛନ୍ତି, ନିଶ୍ଚିତ ଭାବେ କେନ୍ଦ୍ର ନେତୃତ୍ୱ କି ରାଜ୍ୟ ନେତୃତ୍ୱଙ୍କ ସାଙ୍ଗେ କଥାବାର୍ତ୍ତା ହେଇକି ଆସୁଥିବେ। ମୁଁ ସେ ବିଷୟରେ ମତ ଦେବାଟା ଠିକ୍ ହେବ ନାହିଁ। କିନ୍ତୁ ଆମ ଦଳ ସମସ୍ତଙ୍କୁ, ଯେଉଁମାନେ କହିଲି ବା ଦେଶକୁ ଭଲ ପାଉଥିବା ଲୋକଙ୍କ ପାଇଁ ଆମ ଦଳ ସମ୍ପୃକ୍ତ। ରାଜ୍ୟସଭାରେ ବିଜେଡିର ସ୍ଥିତି ଆପଣ କେମିତି ଦେଖୁଛନ୍ତି? ଭବିଷ୍ୟତ କ'ଣ? ଆପଣ ତ ପୁରୁଣା ଥିଲେ, ଆପଣ ଜାଣିଛନ୍ତି। ବିଜେଡ଼ିର ଭବିଷ୍ୟତ କ'ଣ ହେବ ତାଙ୍କ ଦଳର ମୁଖିଆ କରିବେ। କାରଣ କର୍ମକର୍ତ୍ତା କାର୍ଯ୍ୟକର୍ତ୍ତାଙ୍କୁ ରଖିବାର ଦାୟିତ୍ୱ ଯିଏ ଦଳର ସଭାପତି, ତାଙ୍କର ଦାୟିତ୍ୱ। ସେ ଯଦି ଦୁର୍ବଳ ପଡ଼ିବେ, ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କୁ ନ ରଖିପାରନ୍ତି। ରାଜ୍ୟସଭାରେ ବିଜୁ ଜନତା ଦଳର 9ରୁ 7ରୁ ଆଗକୁ ଆହୁରି ଖସିବ କୁହାଯାଉଛି। ସମାନ କଥା, ମୁଁ ଯେଉଁ କଥା କହିଛି ସମାନ କଥା। ଯେଉଁମାନଙ୍କୁ ପଞ୍ଜୁରୀରେ ରଖିବା ପାଇଁ ଚେଷ୍ଟା କରୁଛନ୍ତି ରାଜନୈତିକ ବ୍ୟକ୍ତିତ୍ୱ, କେବେ ବି ପଞ୍ଜୁରୀରେ ରହିବେ ନାହିଁ। ବିଜେଡି ଗୋଟେ ଅଭିଯୋଗ କରୁଛି, ଯେଉଁଠି ବିଜେପି ସରକାର ହେଉଛି ଏଇଭଳି ଗଣତନ୍ତ୍ର ହତ୍ୟା କରିବାକୁ ପ୍ରୟାସ କରୁଛି। ଅଲିକେଶ ସିଂହ ଦେଓ କାଲି ବଲାଙ୍ଗୀର ବିଧାୟକ ତାଙ୍କ ନିଜସ୍ୱ ମତ ହେଇଥାଇପାରେ। ଯେଉଁମାନେ କାଚ ଘରେ ରହିକି ଅନ୍ୟକୁ ଟେକା ପକାଇବା ପାଇଁ ଅପଚେଷ୍ଟା କରୁଛନ୍ତି, ବିଗତ ଦିନରେ ସେମାନେ ଯେଉଁ କଥା କରିଥିଲେ, ଆଜି ତାଙ୍କୁ ଲାଗୁଛି ଯେ ଆମେ ଯେହେତୁ ଏମିତି ସବୁ କାର୍ଯ୍ୟ କରିଥିଲୁ, ଆମ ପାଇଁ ସେମିତି କିଏ କାର୍ଯ୍ୟ କରୁଛି। କିନ୍ତୁ ସେ କଥା ନୁହେଁ। ଏ ଭାରତୀୟ ଜନତା ପାର୍ଟି ବିଶ୍ୱର ସର୍ବବୃହତ୍ ଦଳ। ଆମେ ସମସ୍ତଙ୍କୁ ସ୍ୱାଗତ କରିବା ପାଇଁ ବସିଛୁ। ଯେଉଁମାନେ ଏ ଦଳକୁ ଆସିବେ, ନିଶ୍ଚିତ ଭାବେ ଆମେ କାହାର ଘର ଭାଙ୍ଗିବାକୁ ଚେଷ୍ଟା କରୁନାହିଁ। ଯେଉଁମାନେ ସ୍ୱାଧୀନ ଭାବରେ ଆମ ଦଳକୁ ଆସିବେ, ସ୍ୱାଧୀନ ଚିନ୍ତାଧାରା, ଦେଶକୁ ଭଲ ପାଉଥିବା ବ୍ୟକ୍ତିତ୍ୱ, ଆମେ ତାଙ୍କୁ ଦଳରେ ଆପଣ ଦେଖୁଛନ୍ତି ନବୀନ ପଟ୍ଟନାୟକ ଏବେ ଲୋକଙ୍କୁ ଭେଟୁଛନ୍ତି, ନବୀନ ନିବାସରେ ଭିଡ଼ ଜମାଉଛନ୍ତି, ମାଇନରିଟି ସେଟ୍ଠୁ ଆରମ୍ଭ କରି ମହିଳାଙ୍କଠୁ ଆରମ୍ଭ କରି ଆଜି ପୁଣି ଗଣେଶ ପୂଜା ମଣ୍ଡପ ବୁଲିବେ। ତ ଦିନେ ବାହାରୁ ନଥିଲେ ନବୀନ ନିବାସରୁ, ଆଜି ଗଣେଶ ପୂଜା ମଣ୍ଡପ ପର୍ଯ୍ୟନ୍ତ କଥା ଆସିଲାଣି। ସେଇ କଥା ପଚାରନ୍ତୁ। କାହିଁକି ଆପଣ ଯେତେବେଳେ ଲୋକ ଆପଣଙ୍କୁ ଶାସନ ଗାଦିରେ ମୁଖ୍ୟମନ୍ତ୍ରୀ କରିକି ବସେଇଥିଲେ, ସେତେବେଳେ ଆପଣଙ୍କ ପାଖେ ପ୍ରଚୁର ସୁଯୋଗ ଥିଲା ଲୋକଙ୍କ ସେବା କରିବାରେ, ଲୋକଙ୍କର ସୁବିଧା ଅସୁବିଧା ବୁଝିବାରେ, ଲୋକଙ୍କର ଅସୁବିଧାକୁ ଦୂର କରିବାରେ। କିନ୍ତୁ ସେତେବେଳେ ଆପଣମାନେ ଲୋକଙ୍କୁ ଭେଟିଲେ ନାହିଁ। ଆପଣଙ୍କ ବିଧାୟକ ମନ୍ତ୍ରୀମାନେ ମଧ୍ୟ ଆପଣଙ୍କୁ ଭେଟିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିକି ଫେରିଛନ୍ତି, ବହୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଆଜି ଯେତେବେଳେ ଲୋକ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ସେତେବେଳେ ଲୋକଙ୍କ ପାଖକୁ ଯାଉଛନ୍ତି। ଏହା ଏକ ହାସ୍ୟାସ୍ପଦ କଥା। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟି ଲୋକଙ୍କ ପାଖରେ ଯିବ, ଲୋକଙ୍କ ପାଇଁ କାମ କରିବ।